ଏହି ତିନୋଟି ରାଶିର ଝିଅଙ୍କୁ ପ୍ରେମ କଲେ ପଡ଼ିପାରେ ଭାରି। ଏହି ସମସ୍ତ ରାଶି କୌଣସି ଗ୍ରହ ଏବଂ ନକ୍ଷତ୍ର ସହିତ ଜଡ଼ିତ ଥାନ୍ତି। ଏହି କାରଣରୁ କୁହାଯାଇଥାଏ ଯେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ଥିବା ଗ୍ରହ ଏବଂ ନକ୍ଷତ୍ରର ଉପସ୍ଥିତି ଦ୍ୱାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ନିର୍ଦ୍ଧାରିତ କରାଯାଇଥାଏ। ଏବଂ ଚାଣକ୍ୟ ନୀତି ଚାଣକ୍ୟ ଦ୍ୱାରା ରଚିତ ଗୋଟିଏ ଗ୍ରନ୍ଥ ଅଟେ, ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସଫଳ କରିବା ପାଇଁ ଉପଯୋଗୀ ବାର୍ତ୍ତା ଦିଆଯାଇଛି। ଏହାର ମୂଳ ଲକ୍ଷ୍ୟ ମାନବ ସମାଜକୁ ବ୍ୟବହାରିକ ଶିକ୍ଷା ଦେବା ଅଟେ। ଚାଣକ୍ୟ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ, ଯିଏ ତାଙ୍କ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟକୁ ରାଜଗାଦିରେ ବସାଇଥିଲେ। ଜାଣନ୍ତୁ ଚାଣକ୍ୟଙ୍କ କିଛି ଏହିପରି ନୀତିଗୁଡ଼ିକ ଯାହା ଆପଣଙ୍କ ଜୀବନକୁ କୌଣସି ନା କୌଣସି ସମୟରେ କାମରେ ଆସିପାରେ। ସେହି ବ୍ୟକ୍ତିର ସ୍ୱଭାବ ସମ୍ବନ୍ଧରେ ମଧ୍ୟ ଜଣାପଡ଼ିଥାଏ। ଏହିସବୁ ତଥ୍ୟକୁ ଆଧାର କରି ଆଜି ଆମେ ଆପଣମାନଙ୍କୁ ଏଭଳି ମହିଳାମାନଙ୍କ ଜାତକ ସମ୍ବନ୍ଧରେ କହିବୁ, ଯେଉଁମାନଙ୍କୁ ପ୍ରେମ ବା ବିବାହ କରିବା ପୁରୁଷମାନଙ୍କୁ ଭାରି ପଡ଼ିପାରେ। ସେହିଭଳି ମହିଳାମାନଙ୍କୁ କେବଳ ଖାସ୍ ଗୁଣ ଥିବା ପୁରୁଷ ହିଁ ରହିପାରିଥାଏ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ସେହି ରାଶି ଥିବା ଝିଅମାନଙ୍କ ସମ୍ବନ୍ଧରେ। 1. ମେଷ ରାଶି। ବନ୍ଧୁଗଣ, ପ୍ରଥମ ରାଶିଟି ହେଉଛି ମେଷ ରାଶି। ଏହି ରାଶି ଥିବା ଝିଅମାନେ ନିଜ ଜୀବନରେ ବହୁତ କିଛି କରିବାର ଆଶା ରଖିଥାନ୍ତି। ଏମାନଙ୍କ ହୃଦୟ ଅତ୍ୟନ୍ତ ନିର୍ମଳ ହୋଇଥାଏ। ଏହି ଝିଅମାନେ ନିଜ ଜୀବନରେ ସମସ୍ତ ନିର୍ଣ୍ଣୟ ସ୍ୱୟଂ ନେଇଥାନ୍ତି ଏବଂ ଅନ୍ୟ କୌଣସି ବ୍ୟକ୍ତିର ନିର୍ଦ୍ଦେଶକୁ ମାନିନଥାନ୍ତି। ଏହି ଝିଅମାନେ ଅନ୍ୟ କୌଣସି ବ୍ୟକ୍ତି ଉପରେ ନିର୍ଭରଶୀଳ ରହିବାକୁ ପସନ୍ଦ କରନ୍ତି ନାହିଁ ଏବଂ ଏମାନେ ଆତ୍ମନିର୍ଭରଶୀଳ ଅଟନ୍ତି। ଏହି ରାଶିର ଝିଅମାନଙ୍କ ସହିତ କେବଳ ସେହି ପୁଅମାନେ ହିଁ ରହିପାରିବେ ଯେଉଁମାନେ ମୁକ୍ତ ବିଚାରର ହୋଇଥାନ୍ତି ଏବଂ ପୁଅ ଏବଂ ଝିଅ ମଧ୍ୟରେ ପାର୍ଥକ୍ୟ କରିନଥାନ୍ତି। ମେଷ ରାଶିର ଝିଅମାନଙ୍କ ସହ ବିଚାରକୁ ସମ୍ମାନ କରୁଥିବା ପୁଅ ହିଁ ସେମାନଙ୍କ ସହିତ ରହିପାରିବେ। 2. କନ୍ୟା ରାଶି। ବନ୍ଧୁଗଣ, ଦ୍ୱିତୀୟ ରାଶିଟି ହେଉଛି କନ୍ୟା ରାଶି। ଏହି ରାଶିର ଝିଅମାନେ ବହୁତ ଜିଦ୍ ସ୍ୱଭାବର ହୋଇଥାନ୍ତି। ଏମାନେ ଯେକୌଣସି କାମ କରିବାକୁ ନିଷ୍ପତ୍ତି ନେଇଥାନ୍ତି ତାଙ୍କୁ ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ହାର ମାନିନଥାନ୍ତି। ଏହି ଝିଅମାନଙ୍କ ସହିତ କେବଳ ସେହି ପୁଅମାନେ ହିଁ ରହିପାରିବେ ଯେଉଁମାନେ ଏମାନଙ୍କ ସହିତ ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି। ଏମାନଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିଥାନ୍ତି ଏବଂ ଏହି ଝିଅମାନଙ୍କ ଜିଦ୍ ସାମ୍ନାରେ ଏମାନଙ୍କୁ ହାର ମାନିବାକୁ ପଡ଼ିଥାଏ। ଏହା ସହିତ ଏହି ରାଶିର ଝିଅମାନେ ବହୁତ ରାଗି ମଧ୍ୟ ହୋଇଥାନ୍ତି। ତେଣୁ ଯେଉଁ ପୁଅମାନଙ୍କ ସହିତ ସହନ ଶକ୍ତି ଅଧିକ ହୋଇଥାଏ, ସେହି ପୁଅମାନେ ହିଁ ଏହି ରାଶିର ଝିଅମାନଙ୍କୁ ସମ୍ଭାଳି ପାରିବେ। 3. ତୁଳା ରାଶି। ବନ୍ଧୁଗଣ, ତୃତୀୟ ରାଶିଟି ହେଉଛି ତୁଳା ରାଶି। ଏହି ରାଶିର ଝିଅମାନେ ବହୁତ ଗର୍ବୀ ହୋଇଥାନ୍ତି। ଏମାନେ ସମସ୍ତ ଜିନିଷ ସହିତ ନିଜକୁ ତୁଳନା କରିଥାନ୍ତି। ଏହି ରାଶିର ଝିଅମାନେ ନିଜ ମନରେ ଆବଶ୍ୟକ ଠାରୁ ଅଧିକ ଇଚ୍ଛା ରଖିଥାନ୍ତି। ତେବେ ଏହି ଝିଅମାନଙ୍କୁ କେବେ ବି ନିଜ ତରଫରୁ ପ୍ରଥମ ଭଲ ପାଇବାର ଇସ୍ତାହାର ଆଦୌ କରିବା ଉଚିତ ନୁହେଁ। ଯଦି ଏହି ଝିଅମାନେ ସ୍ୱୟଂ ନିଜ ତରଫରୁ ଆପଣଙ୍କୁ ଭଲ ପାଇବାର ଇସ୍ତାହାର କରିଥାନ୍ତି, ତେବେ ଆପଣ ଏହି ଝିଅମାନଙ୍କ ସହିତ ରହିପାରିବେ, କାରଣ ସେ ନିଜ ତରଫରୁ ଆପଣଙ୍କୁ ନିଜ ଭଲ ପାଇବା ସମ୍ବନ୍ଧରେ ଜଣାଇଛନ୍ତି। ତେବେ ଏହାର ଅର୍ଥ ସେ ଆପଣଙ୍କୁ ନିଜଠାରୁ ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଭାବିଥାନ୍ତି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥୀଙ୍କ ସହିତ ଭିଡ଼ିଓଟିକୁ ସେୟାର କରନ୍ତୁ। ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ମାତ୍ରାରେ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।